Hello student, welcome to my Barik Education Channel. ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି କ୍ୟାଲେଣ୍ଡର ଯୋଉ କ୍ୱେଶ୍ଚନ୍ ଥାଏ ତାକୁ ଆମେ କେମିତି ଶୀଘ୍ର ସଲ୍ଭ କରିବା ବା କ୍ୟାଲେଣ୍ଡର କ୍ୱେଶ୍ଚନ୍ ଟ୍ରିକ୍। ଆପଣମାନେ ମଧ୍ୟ ଏଠି ଗୋଟେ କ୍ୱେଶ୍ଚନ୍ ଦେଖିପାରୁଥିବେ ସ୍କ୍ରିନରେ। ଏମିତିକା କ୍ୱେଶ୍ଚନ୍ ଯେତେବେଳେ ଦେଇଥିବ ଆମେ କେମିତି ଶୀଘ୍ର ସଲ୍ଭ କରିବା। ଆଉ ଏମିତିକା କ୍ୱେଶ୍ଚନ୍ ପ୍ରାୟ ଏଣ୍ଟ୍ରାନ୍ସ ଏକ୍ଜାମରେ ଆସେ, ଯେମିତିକା ନବୋଦୟ, ଏନ୍ଏମ୍ଏମ୍ଏସ୍, ପଠାଣି ସାମନ୍ତ ଆଉ ବୃତ୍ତି ଏଇ ଏକ୍ଜାମରେ ସବୁ ଏମିତିକା କ୍ୱେଶ୍ଚନ୍ ଆସେ। ତାହେଲେ ଆପଣମାନେ ଶୀଘ୍ର କେମିତି କରିବେ ଏଇ କ୍ୱେଶ୍ଚନ୍କୁ ଆପଣମାନେ ହୁଏତ ହାତ ଗଣିକି କରନ୍ତି କିମ୍ବା 7 ଦିନ କିମ୍ବା 8 ଦିନ ଅନୁସାରେ ଯୋଉ ନେଇକି କରନ୍ତି। କିନ୍ତୁ ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏମିତି ଗୋଟେ ଟ୍ରିକ୍ କହିବି, ସେ ଟ୍ରିକ୍ଟା ଜାଣିଲା ପରେ ଆପଣମାନେ ମଧ୍ୟ ବହୁତ ଶୀଘ୍ର ଆନ୍ସର କାଢ଼ିଦେବେ ଆଉ ସେ ହାତ ଗଣିବେନି କି 8 ଦିନ 9 ଦିନ ନେବେନି। ହଉ, ଏବେ ଚାଲନ୍ତୁ ଆମେ କିଛିଟା କ୍ୱେଶ୍ଚନ୍ ନେବା ଆଉ ତାର ସଲ୍ୟୁସନ୍ ମଧ୍ୟ ଆମେ ଜାଣିବା ଆଉ ସେ ଟ୍ରିକ୍ ସହିତ ଆମେ ମଧ୍ୟ ଜାଣିବା। ଏବେ ଆପଣମାନେ କ୍ୱେଶ୍ଚନ୍ଟି ଦେଖିପାରୁଥିବେ। କ୍ୱେଶ୍ଚନ୍ ହେଲା କ'ଣ ନା, ଆଜି ମଙ୍ଗଳବାର ହେଲେ 47 ଦିନ ପରେ କେଉଁ ବାର ପଡ଼ିବ? ଏମିତିକା କ୍ୱେଶ୍ଚନ୍ ଯେତେବେଳେ ଆମର ଏକ୍ଜାମରେ ପଡ଼ିଥାଏ ଆପଣମାନେ କ'ଣ କରନ୍ତି ନା, ଏମିତିକା 8 ଦିନ ହିସାବରେ ଗଣନ୍ତି। 47 ଯେହେତୁ ଅଛି ଆମେ କରିଦିଅନ୍ତି କ'ଣ ନା 47 ହରଣ 8 କରିଦିଅନ୍ତି, କିମ୍ବା କିଏ 8 8 ମିଶେଇ ଯାଏ କି ହରିଦିଏ। 38 24 8 5 ଆମେ 40 ପକାନ୍ତି, 7 ହେଲା। ତାପରେ ଏଟା ଯୋଉ 5 ଯୋଉ ହେଲା, ପାଞ୍ଚଟା ମାନେ 5ଟା ସପ୍ତାହ ହେଲେ ଆମର 5ଟା ସପ୍ତାହ ଗଲେ ଆମର ସେଇ ମଙ୍ଗଳବାର ପଡ଼ିବ। ପୁଣି ଯୋଉ ଭାଗ ଶେଷ ଯେତିକି ବାହାରିଲା ମଙ୍ଗଳବାରରୁ ପୁଣି 7ଟା ଗଣନ୍ତି। ଏମିତିକା ହୁଏ ତା ଆନ୍ସର ଭୁଲ ବାହାରିପାରେ, କିଛି ଆମର କ'ଣ ନା ଗ୍ୟାରେଣ୍ଟି ନାହିଁ ପ୍ରାୟତଃ। ନହେଲେ ଏଠି ହାତରେ ମିଶାନ୍ତି, କିଏ ଏଠି 7କୁ କିଏ 47ରେ କିଏ କେତେ ପ୍ରକାରରେ କରନ୍ତି। ବଟ୍ ମୁଁ ଆଜି ତମମାନଙ୍କୁ ଗୋଟେ ଏମିତି ଟ୍ରିକ୍ କହିବି, ସେ ଟ୍ରିକ୍ ଆପଣମାନେ ଜାଣିଲା ପରେ ବହୁତ ସହଜ ଭାବରେ ଆଉ ଶୀଘ୍ର କରିପାରିବେ। ହଁ, ୟା ପରେ ମୁଁ ଯୋଉ ନେକ୍ସଟ ଭିଡ଼ିଓଟି ଆଣିବି ସେଟା କ'ଣ ନା, ଏଟା ଆମର ଦିନ ଅଛି, ସେଥିରେ ଆମର କ'ଣ ଥିବ ନା ମାସ ଥିବ ଆଉ ବର୍ଷ ଥିବ। ମନେକର କ୍ୱେଶ୍ଚନ୍ ଥିବ ଜୁନ ମାସ 12 ତାରିଖ 2015 ମସିହା, ଏଇ ବାର ପଡ଼ିଲେ ତାହେଲେ 2016 ମସିହା ଜୁନ ମାସ 12 ତାରିଖ କି ବାର ପଡ଼ିବ। ଏମିତିକା କ୍ୱେଶ୍ଚନ୍ ମଧ୍ୟ ନେକ୍ସଟ ଭିଡ଼ିଓରେ ଆସିବ। ତାହେଲେ ଏଇ କ୍ୱେଶ୍ଚନ୍ର ଆନ୍ସର ଆମେ କେମିତି କରିବା? ଦେଇଛି କ'ଣ ନା, ଆଜି ମଙ୍ଗଳବାର ହେଲେ 47 ଦିନ ପରେ କେଉଁ ବାର ପଡ଼ିବ? ସପ୍ତାହକୁ କେତେ? 7 ଦିନ। ଆମେ ଏଠି କ'ଣ କରିବା ନା 7କୁ ଭାଜକରେ ରଖିଦେବା, 47କୁ ଭାଜ୍ୟରେ ରଖିଦେବା ହେଲା। 7କୁ 47ରେ ହରିଲେ ଆମର 7ରେ ଯେତେବେଳେ 47ରେ ହରିବା, ଆମେ ଏଠି କ'ଣ କରିବା 700 ପକେଇଦେଲେ କେତେ ନା 42, 5 ଉଡ଼େଇଲେ ହେଲା। 700 ଆମେ ପକେଇଦେଲେ 42, 5 ଉଡ଼େଇଲା। ତାହେଲେ ଆମେ ଏଠି କ'ଣ କରିବା ନା, ଏଠି ଭାଗଶେଷ ଯୋଉ 5 ବାହାରିଲା, ଭାଗଶେଷ 5 ବାହାରିଲା ଯୋଉ ଆମେ କ'ଣ କରିବା ନା ମଙ୍ଗଳବାରରୁ ଆମେ 5 ଦିନ ଗଣିବା। ମଙ୍ଗଳ ଗଲା, ତାପରେ ବୁଧବାର, ତାପରେ ଗୁରୁବାର ହେଲା, ତାପରେ ଶୁକ୍ରବାର, କେତେ ଦିନ ହେଲା 1 2 3 4, ତାପରେ ଶନିବାର, ରବିବାର 5 ଦିନ ଛାଡ଼ିକି ଲେଖିଦେଲେ ତାହେଲେ ଆମର କ'ଣ ୟାର ଆନ୍ସର କ'ଣ ନା ରବିବାର ହବ। ତାହେଲେ ଆଜି ମଙ୍ଗଳବାର ହେଲା 47 ଦିନ ପରେ କେଉଁ ବାର ପଡ଼ିବ ନା ରବିବାର ପଡ଼ିବ। ତାହେଲେ ଆମେ ଏଇ ଟ୍ରିକ୍ରେ ପକେଇକି କଲେ ତାହେଲେ ଏବେ ଆପଣମାନେ ଜାଣିପାରିଥିବେ ଏମିତିକା ଟ୍ରିକ୍ ପକେଇକି ଆମେ ବହୁତ ଶୀଘ୍ର କାଢ଼ିପାରିବା। ଏବେ ଆମେ ନେକ୍ସଟ 2 ନମ୍ବର କ୍ୱେଶ୍ଚନ୍ ଯିବା। ସେ କ୍ୱେଶ୍ଚନ୍ ଆମେ କଲା ପରେ ଆପଣମାନେ ପୁରା ବହୁତ କ୍ଲିଅର ହେଇଯିବେ ଏଇ ଟ୍ରିକ୍ ଉପରେ। ଆହୁରି ମଧ୍ୟ ଏଇ ଟ୍ରିକ୍ କାହିଁକି ହେଲା ତା ବିଷୟରେ ମୁଁ ଟିକେ କହିବି। ମାନେ 2 ନମ୍ବର କ୍ୱେଶ୍ଚନ୍ଟା ଦେଖିପାରୁଥିବେ, এটা ତାଠାରୁ ଟିକେ ଜଷ୍ଟ ମୁଁ କ୍ୱେଶ୍ଚନ୍ ଚେଞ୍ଜ କରିକି ଏଇ କ୍ୱେଶ୍ଚନ୍ଟି ଆଣିଛି। ଆପଣମାନେ କ୍ୱେଶ୍ଚନ୍ଟି ଦେଖିଲା ପରେ କ୍ଲିଅର ଭାବେ ଜାଣିପାରିବେ କ'ଣ କ୍ୱେଶ୍ଚନ୍ ଅଛି ନା, ଆଜି ଗୁରୁବାର ହେଲେ 1 ମାସ 3 ଦିନ ପରେ କେଉଁ ବାର ପଡ଼ିବ? କ୍ୱେଶ୍ଚନ୍ଟି କ'ଣ ଥିଲା ଆମର ସେଠି ନା ଖାଲି ଦିନ ସଂଖ୍ୟା ଥିଲା। ଏଠି କିନ୍ତୁ ମୁଁ କ'ଣ କରିଛି ନା ମାସ ସଂଖ୍ୟା ଆଡ୍ କରିଦେଇଛି ହେଲା। ଯଦି ବି ଏଠି ବର୍ଷ ସଂଖ୍ୟା ଆଡ୍ ଥିବ ତାହେଲେ ବି ଆମେ କରିପାରିବା ହେଲା। ଏଠି ଆମର କ'ଣ କହିଛି ନା 1 ମାସ 3 ଦିନ କହିଛି। ଆମେ ତାହେଲେ କ'ଣ କରିବା ନା 1 ମାସ ଯେ କେତେ 30 ଦିନ, 30 ଦିନରେ 3 ଦିନ ମିଶାଇଦେବା
30 दिन 3 दिन मिसई दवा 30 दिन मिशाण 3 दिन इक्वल्स टू केते 33 दिन है ताले सप्ताह का हमर 7 दिन ताले सप्ताह का हमर 7 दिन ताले हम कोन करबा ना 33 को भाज्य रखिबा 7 को भाज्य करे रखिबा हम हरिबा हले केते हबो ना हम केते के संख्या पकेबा भूल कह दिन केते के संख्या हम 7 पकेबा 7 पकेला हम कोन करबा ना 7 के संख्या देखिबा 33 अच्छी कि नहीं जदि 33 नथिबो त 8 हम कम पकेबा 7 के 7 7 9 14 7 21 7 28 7 5 35 7 5 35 कोन 33 तार बड़ होची हम पकेबा 728 अब 33 रु 28 गले केते 5 ताले हमर जो 5 भालला हम कोन करबा ना गुरुवार रो 5 दिन पळेबा आगु जे बार हबो से बार हमर आंसर गुरु हैला रहिला शुक्र तापरे आसीबो शनिवार तापरे आसीबो रविवार तापरे आसीबो सोमवार तापरे हमर की बार आसीबो ना मंगलवार ताले राइट आंसर हमर कोन ना गुरुवार ठरो में 5टा बार पळेले गोटे गला एटा दुईटा एटा तीनटा एटा चारटा एटा पांचटा ताल मंगलवार हमर कोन ना राइट आंसर हबो गुरु आज गुरुवार हेले मा 1 मास 3 दिन पर हमर के बार हबो ना मंगलवार हबो आ जदि एठी देथिबो कोन ना 1 वर्ष किबा 5 वर्ष 1 मास 3 दिन हेले ताहाले हमर के बार पड़िबो ताहाले हम कोन करबो ना 5 वर्ष 1 मास 3 दिन टोटल को हम दिन रे कन्वर्ट कर दबा 5 वर्ष को हम दिन रे कन्वर्ट कर देले केते हबो गोटे वर्ष 365 दिन ताले 5 वर्ष केते दिन हम केमे जानिबा ना 365 रे 5 गुण देबा एडजस्ट मु खाली तमान कहि दोछि तमे गोटे एडा मु तमान केमिति हबो कहि दोछि तमे निजे क्वेश्चन नै कि एटा करबो 5 5 25 5 9 2 6 5 30 2 32 2 9 3 5 3 15 3 18 1825 दिन हैला तापरे 1 मास ये 30 दिन से 3 दिन 33 दिन 1825 दिन ये हैला 33 दिन 5 3 8 3 2 5 8 1 1858 दिन ताहले हमें एठी कोन करबा ना 1858 को भाज्य रखिबा 7 को भाज्य कर रखिबा ताको हरिबा जेते हमर भाग शेष जेते बाहरिबो हमें कोन करबा ना गुरुवार थारो सेति दिन आगु को हमें गणि देबा हमर आंसर बाहरी पड़िबो एमितिका वर्ष देइथाओ कि मास देइथाओ जा देथिला हमें एई फॉर्मेट रे पके के हमें आंसर काढी परिबा आ जदि वीडियो टी भल लागि छि ताल गोटे लाइक कर दियंतु आ संग मानको को शेयर कर दियंतु थैंक यू।